जिलापालଙ୍କ କାର୍ଯ୍ୟାଳୟରେ ଲାଗିଲା କଳଙ୍କ। କନିଷ୍ଠ କିରାଣୀ 25,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଏ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟରତ କିରାଣୀ ନେଉଥିଲେ ଲାଞ୍ଚ। ଲାଞ୍ଚ ନେଇ ଧରାପଡ଼ି ଜିଲ୍ଲାପାଳ କାର୍ଯ୍ୟାଳୟରେ ଲଗାଇଲେ କଳଙ୍କ। ଲାଞ୍ଚ ନେବା ଘଟଣା ଅନୁଯାୟୀ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣୀ ବିଲ୍ ପାସ୍ କରାଇ ଦେବା ପାଇଁ 25,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଚୌଧୁରୀ ପପୁନ କୁମାର ଦାସ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟକୁ ଆକ୍ୱାରିୟମ୍ ଯୋଗାଣ କରିଥିବା ଭୁବନେଶ୍ୱର ସପ୍ଲାୟର୍ସ ମୁକେଶ କୁମାର ଭୁଜବଳଙ୍କ ବିଲ୍ କରାଇ ଦେବା ପାଇଁ 25,000 ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଭୁଜବଳ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କୁ ଅଭିଯୋଗ କରିଥିଲେ। ଆଜି ନିଜ କ୍ୱାର୍ଟର ନିକଟରେ କନିଷ୍ଠ କିରାଣୀ ଶ୍ରୀ ଦାସଙ୍କୁ ସପ୍ଲାୟର ଶ୍ରୀ ଭୁଜବଳ 25,000 ଟଙ୍କା ଦେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ମାଡ଼ି ବସି ଟଙ୍କା ସହ ଦାଗୀକୁ ଗିରଫ କରିଥିଲା। ଉକ୍ତ ଚଢ଼ାଉରେ ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍ପି ଶରତ ଚନ୍ଦ୍ର ସାହୁ, ବ୍ରୁମୁଦିନୀ ସାହୁ ଓ ଇନ୍ସପେକ୍ଟର ନିରଞ୍ଜନ ରାଉତ ସାମିଲ ଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଜନମୁଖ ନ୍ୟୁଜରୁ ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।